ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସାବ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଭାଇ ଓ ଭଉଣୀମାନେ, ପ୍ରିୟ ବନ୍ଧୁ ଓ ବାନ୍ଧବ, ପ୍ରିୟ ଶ୍ରୋତା, ଆମେ କେତେ ଦିନ ଧରି ଈଶ୍ୱରଙ୍କ ମୁକ୍ତ ପ୍ରେମ ବିଷୟରେ ଆଲୋଚନା କରୁଛେ। ଆଉ ଈଶ୍ୱର ମାନଙ୍କୁ କେମିତି ପ୍ରେମ କରନ୍ତି ତାହା ବିଷୟରେ ଆମେ ଜାଣୁଛେ। ଈଶ୍ୱର କାହାକୁ ଘୃଣା କରନ୍ତି ନାହିଁ। ଈଶ୍ୱର ସମସ୍ତ ପାପୀଙ୍କୁ, ସମସ୍ତ ଲୋକଙ୍କୁ ପ୍ରେମ କରନ୍ତି। ତାହେଲେ ଚାଲନ୍ତୁ ଏହି ସପ୍ତାହର ପାଠ ଆରମ୍ଭ କରିବା। ଏହି ସପ୍ତାହର ପାଠ ଆରମ୍ଭ କରିବା ପୂର୍ବେ ମୋର ଏକ ଅନୁରୋଧ କି ଆମ ଓଡ଼ିଆ ସାବ ସ୍କୁଲ ପାଠରେ ସୁଯୋଗ ଦିଅନ୍ତୁ, ସବସ୍କ୍ରାଇବ କରନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ସହ ବାଣ୍ଟନ୍ତୁ, ଯେପରିକି ସେମାନେ ଈଶ୍ୱରଙ୍କ ପ୍ରେମ ବିଶେଷ ଭାବରେ ଜାଣିପାରିବେ। ଈଶ୍ୱର କିପରି ସେମାନଙ୍କୁ ପ୍ରେମ କରନ୍ତି, ଈଶ୍ୱର କିପରି ସେମାନଙ୍କ ପାଇଁ କ୍ରୁଶରେ ନିଜ ଜୀବନ ଦାନ କରିଛନ୍ତି, ଈଶ୍ୱର କିପରି ଆପଣା ପୁତ୍ରକୁ ଏହି ସଂସାରକୁ ପଠାଇଲେ, ଯେପରିକି ତାଙ୍କ ପୁତ୍ର ଦ୍ୱାରା ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବେ। ତାହେଲେ ଚାଲନ୍ତୁ ଆମେ ବିଳମ୍ବ ନ କରି ଏହି ସପ୍ତାହର ପାଠ ଆମେ ଦେଖିବା। ଆଉ ଏହି ସପ୍ତାହର ପାଠ ହେଉଛି ଈଶ୍ୱରଙ୍କୁ ସନ୍ତୋଷ କରିବା ପାଇଁ। ଈଶ୍ୱରଙ୍କୁ ସନ୍ତୋଷ କରିବା ପାଇଁ, ଟୁ ବି ପ୍ଲିଜିଂ ଟୁ ଗଡ୍, ଟୁ ବି ପ୍ଲିଜିଂ ଟୁ ଗଡ୍। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଜମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସମୟ ଆମମାନଙ୍କୁ ଏହି ସାବ ସ୍କୁଲ ପାଠ ପଢିବା ପାଇଁ ସୁଯୋଗ ଦେଇଅଛନ୍ତି, ସେଥିଯୋଗୁଁ ବହୁତ ଧନ୍ୟବାଦ। ଆମେ ଯେପରିକି ଏହି ସାବ ସ୍କୁଲ ପାଠ ବୁଝିପାରିବୁ, ଯେପରିକି ତୁମ ସେହି ପ୍ରେମ ବିଷୟରେ ଆମେ ଅଧିକ ରୂପେ ଜାଣିପାରିବୁ, ସେଥିପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଦିଅ। ପ୍ରଭୁ, ବର୍ତ୍ତମାନ ଏହି ସମୟରେ ଆମେ ବି ପ୍ରାର୍ଥନା କରୁଛୁ, ଯେତେ ଭାଇ ଭଉଣୀ ମାନଙ୍କର ହୋଇପାରେ ସେମାନେ ଅସୁସ୍ଥରେ ଅଛନ୍ତି, ସେମାନଙ୍କୁ ତୁମ ସେହି ସ୍ୱସ୍ଥ ହସ୍ତ ସ୍ପର୍ଶ କରି ସେମାନଙ୍କୁ ସ୍ୱସ୍ଥ କର, ଯେପରି ସେମାନେ ମଧ୍ୟ ଆମ ଏହି ସାବ ସ୍କୁଲ ପାଠରେ ଯୋଗ ଦେଇପାରିବେ। ଆମେ ବର୍ତ୍ତମାନ ପ୍ରତ୍ୟେକ ପରିବାର ପାଇଁ ପ୍ରାର୍ଥନା କରୁଅଛୁ। ପ୍ରତ୍ୟେକ ବନ୍ଧୁ, ପ୍ରତ୍ୟେକ ଭାଇ ଭଉଣୀ ପାଇଁ ପ୍ରାର୍ଥନା କରୁଅଛୁ। ସମସ୍ତଙ୍କୁ ତୁମ ସେହି ସ୍ୱର୍ଗୀୟ ଝରକା ଖୋଲି ସେହି ଆଶୀର୍ବାଦ ସେମାନଙ୍କୁ ପ୍ରଦାନ କର, ଯେପରିକି ସେମାନେ ତୁମ ସେହି ଅନନ୍ତ ଜୀବନ, ଅନନ୍ତ ପ୍ରେମ ଯାହା ଆମମାନଙ୍କୁ ମୁକ୍ତ ରୂପେ ପ୍ରଦାନ କରୁଛନ୍ତି ତାହା ସେମାନେ ଗ୍ରହଣ କରିପାରିବେ, ସେହି ସତ୍ୟ ବିଷୟରେ ଜାଣିପାରିବେ। ଏଥିଯୋଗୁଁ ସେମାନଙ୍କୁ ଆଶୀର୍ବାଦ କର, ବୁଦ୍ଧିରେ ଜ୍ଞାନରେ ପରିପୂର୍ଣ୍ଣ କର, ଯେପରି ସେମାନେ ମଧ୍ୟ ଆମ ଏହି ସାବ ସ୍କୁଲ ପାଠରେ ଯୋଗ ଦେଇ ନିଜ ମନକୁ ପରିବର୍ତ୍ତନ କରିପାରିବେ ଆଉ ତୁମ ସେହି ପ୍ରେମ ବିଷୟରେ ଜାଣିପାରିବେ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛି, ଶୁଣି ଗ୍ରହଣ କର, ଆମେନ୍। ବନ୍ଧୁ, ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସାବ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରତ୍ୟେକ ସପ୍ତାହରେ ଆପଣମାନେ ନୂଆ ନୂଆ ବିଷୟରେ, ନୂଆ ନୂଆ
ପାଠ ବିଷୟରେ ଶିକ୍ଷା କରୁଛନ୍ତି। ଆଉ ମୁଁ ବି ଅଧିକ ପ୍ରେମ ବିଷୟରେ ଜାଣିପାରୁଛି ବନ୍ଧୁ। ମୁଁ ଆଶା କରୁଛି ମୁଁ ଯେପରିକି ଈଶ୍ୱରଙ୍କ ପ୍ରେମକୁ ଅନୁଭବ କରୁଛି, ସେହି ପ୍ରେମ ଆପଣମାନେ ମଧ୍ୟ ଅନୁଭବ କରୁଥିବେ। ବନ୍ଧୁ, ଯେପରିକି ଏହି ସପ୍ତାହର ସ୍ୱର୍ଣ୍ଣ ପଦ ନିଆଯାଇଅଛି, ତାହା ହଉଛି ସିପନୀୟ ପୁସ୍ତକ 3:17, ଯାହା କହୁଛି ସଦାପ୍ରଭୁ ତୁମର ପରମେଶ୍ୱର ତୁମର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର ଯେ କି ପରିତ୍ରାଣ କରିବେ, ସେ ତୁମକୁ ତୁମ ବିଷୟରେ ପରମ ଆନନ୍ଦ କରିବେ, ଆଉ ଆପଣା ସ୍ନେହ ଭରରେ ନୀରବ ହେବ, ସେ ଗାନ କରି ତୁମ ବିଷୟରେ ଉଲ୍ଲାସ କରିବେ। ଏହିପରି ଶିପନୀୟ ଭବିଷ୍ୟତ ଭକ୍ତା ଲେଖୁଛନ୍ତି। ବନ୍ଧୁ, ଏହିପରି ଦୃଶ୍ୟ ମନେ କରନ୍ତୁ କି ଜଣେ 5 ବର୍ଷର ପୁଅ ଆପଣା ପିତା ପାଖକୁ ଆସି 5 ବର୍ଷର ପୁଅ ଯାହାକି ଖରାପ କପଡ଼ା ସହିତ ବନ୍ଧା ଯାଇଛି, ଆଉ ଏକ ପିତାଙ୍କ ଯୋଉ ଦିନରେ ତାକୁ ଉପହାର ଦିଆଯାଉଛି। ଆଉ ଏଇ ଯୋଉ ଉପହାର ଯେବେ ସେ ପିତା ପାଆନ୍ତି, ସେ ବହୁତ ଭଲ ପାଆନ୍ତି। ମନେ କରନ୍ତୁ ବନ୍ଧୁ, ଯଦି ଆପଣଙ୍କ ପିତା କହନ୍ତି, ପୁଅ ମୁଁ ତୁମକୁ ଭଲ ପାଏ ନାହିଁ, ଯୋଉ ଉପହାର ମତେ ଦେଇଅଛ ତା ସେଇ ଉପହାରରେ ମୁଁ ଭଲ ପାଏ ନାହିଁ, ଆଉ ଯୋଉ ଉପହାର ଦେଇଛ ତାହା ମୋର ସନ୍ତୋଷ ନାହିଁ। ଆଉ ଯଦି ପିତା କହିବ ସେଇ ଯୋଉ ପ୍ରେମ ମତେ ଦେବାକୁ ଯାଉଛ, ସେଇ ପ୍ରେମ ଯାହା ମତେ ଦରକାର, ତାହା ଯାକି ପଇସା ନାହିଁ, ଟଙ୍କା ନାହିଁ, କି କିଛି ନାହିଁ, ସେହିପରି ପ୍ରେମ ମତେ ଦରକାର ବୋଲି ଯଦି ପିତା ସେହି ପୁଅକୁ କହିବ, ତେବେ ସେହି ପୁଅର କେତେ ଆନନ୍ଦରେ ହୁଏ। ପିତା କହନ୍ତି, ପୁଅ ତୁମ ଏହି ଉପହାରରେ ମୁଁ ଖୁସି ନୁହେଁ, ମାତ୍ର ଯେଉଁ ଉପହାର ମତେ ଦରକାର ତାହା ହଉଛି ବିନା ମୂଲ୍ୟରେ, ତାହା ହଉଛି ତୁମର ପ୍ରେମ, ତୁମର ସ୍ନେହ, ତାହା ମତେ ଦରକାର ବୋଲି ପିତା ଯଦି କହୁଅଛି ପୁଅକୁ, ତେବେ ପୁଅ କେତେ ଆନନ୍ଦ କରେ। ଆଉ ଯେଉଁ ଉପହାର ପୁଅ ଦେଇଛି ପିତାକୁ, ଯାହାକି ଖରାପ ଭାବରେ ବନ୍ଧା ଯାଇଛି, ଆଉ ସେଇ ଛୋଟ ଉପହାର ଯାହା ଆମେ କହୁଛୁ ଫାଦର୍ସ ଡେ, ଆଉ ସେଇ ଦିନରେ ଯଦି ସେଇ ଯୋଉ ପିତାକୁ ଦିଆଯାଏ, ଆଉ ପିତା ଦେଖନ୍ତି ବି ଖୁସି ହୁଅନ୍ତି, ଆଉ ସେ କହନ୍ତି, ପୁଅ ଏହା ସବୁ ମୋର ଅନାବଶ୍ୟକ, ମୋର ଏକମାତ୍ର ଦରକାର ତାହା ହଉଛି ତୁମର ପ୍ରେମ, ଯାହାକି ବିନା ମୂଲ୍ୟରେ ଲାଭ ପାଇପାରିବା। ତାହେଲେ ଚାଲନ୍ତୁ ବନ୍ଧୁ, ଆମର ପ୍ରଥମ ଦିନର ପ୍ରଥମ ପାଠ ଦେଖିବା। ଆପଣ କଳ୍ପନା କରିବା ଅଧିକ ମୂଲ୍ୟବାନ, more valuable than you can imagine, ଆପଣ କଳ୍ପନା କରିବା ଠାରୁ ଅଧିକ ମୂଲ୍ୟବାନ। ବନ୍ଧୁ, ଯେବେ ଆମେ ଯଦି କଳ୍ପନା କରିବା, ଭାବିବା କି ଈଶ୍ୱର ଆମମାନଙ୍କୁ କେମିତି ପ୍ରେମ କରନ୍ତି, ଯଦି ଆମେ ଲୁକ ତାର 15:11
32 ରେ ଦେଖିବା ସେଠି କହୁଛି ଯୀଶୁ ପ୍ରଭୁ ଏହିପରି କହିଲେ ସେ ଆହୁରି କହିଲେ ଜଣେ ବ୍ୟକ୍ତିଙ୍କର 2ଟି ପୁଅ ଥିଲେ ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା ବାପା ସମ୍ପତ୍ତି ଯେଉଁ ଭାଗ ମୋ ଭାଗରେ ପଡୁଅଛି ତାହା ମତେ ଦେଇଦିଅ ବନ୍ଧୁ ଏଠି ଦେଖୁଅଛୁ ଜଣେ ଲୋକଙ୍କର 2ଟା ପୁଅ ଥିଲେ ଆଉ ସେଇ 2 ପୁଅରୁ ସାନ ପୁଅ ପିତାଙ୍କ ପାଖକୁ ଯାଇ କହନ୍ତି ପିତା ମୋ ଭାଗରେ ଯେତେ ଆସିବ ତୁମ ସେହି ସମ୍ପତ୍ତିରୁ ସେହି ସମ୍ପତ୍ତି ମତେ ଦିଅ ଯଦି ଆମେ ଏହି କାହାଣୀକୁ ସ୍ପଷ୍ଟ ରୂପରେ ଦେଖିବା ସେଇ ଯୋଉ ଛୋଟ ପୁଅ ଆପନା ସମ୍ପତ୍ତି ଘେନି ଏକ ବିଦେଶକୁ ଚାଲି ଯାଆନ୍ତି ଯେଉଁଠିରେ ସେ ମନମୁଗ୍ଧ କରନ୍ତି ଅନେକ ସାଙ୍ଗ ଆସନ୍ତି ଆଉ ଯେବେ ଏହି ସମ୍ପତ୍ତି ଯେବେ ଏହି ଟଙ୍କା ଶେଷ ହୋଇଯାଏ ଏହି ପରିସ୍ଥିତି ଆସିଯାଏ ଯେ ଘୁଷୁରୀ ମାନଙ୍କ ଖାଦ୍ୟ ଖାଇବାକୁ ପଡୁଥିଲା ବୋଲି ଆମେ ଦେଖୁଅଛୁ ଏହି କାହାଣୀରେ ତେବେ ସେଇ ପୁଅ ସେଇ ସାନ ପୁଅ ମନରେ ଭାବନ୍ତି କି ମୋ ପିତାଙ୍କ ଗୃହରେ ଦାସ ମାନେ ଉତ୍ତମ ଖାଦ୍ୟ ଖାଉଛନ୍ତି ଆଉ ମୁଁ ବର୍ତ୍ତମାନ ଏହି ଘୁଷୁରୀ ମାନଙ୍କ ମଧ୍ୟରେ ରହି ମୋର ପେଟକୁ ପୁରାଇ ପାରୁନାହିଁ ତାହେଲେ ସେ ଏହିପରି ଏକ ମନ ପରିବର୍ତ୍ତନ କରି ଏହିପରି ତାପନା ଭାବି ସେ କହିଲେ ମୁଁ ମୋର ପିତା ପାଖକୁ ଯିବି ଆଉ ମୋ ପିତାକୁ କହିବି ପିତା ତୁମ ବିରୁଦ୍ଧରେ ମୁଁ ପାପ କାମ କରିଅଛି ତୁମର ପୁତ୍ର କହିବାର ମୋର ଯୋଗ୍ୟ ନାହିଁ ମତେ ତୁମେ ତୁମର ଏକ ଦାସ ରୂପେ ଗ୍ରହଣ କର ଏହିପରି କହିବି ବୋଲି ସେ ପୁତ୍ର ଆପନା ପିତାକୁ ଘରକୁ ସେ କଲେ ସେଠିରେ ଆମେ ଦେଖୁଅଛୁ ପିତା ବହୁ ଦିନରୁ ସେହି ପ୍ରେମ ଯାହା ସେ କରୁଥିଲେ ସେହି ପ୍ରେମ ଯୋଗୁ କେବେ ମୋର ପୁଅ ଫେରସ୍ତ ହେବ ବୋଲି ଦିନ ରାତି ବର୍ଷ ଧରି ଅପେକ୍ଷାରେ ଥିଲେ ଆଉ ଯେବେ ପୁଅକୁ ଦେଖିଲେ ଏକ ଦୂର ସ୍ଥାନରେ ଘରକୁ ସେ ଫେରି ଆସୁଛି ତାହା ଦେଖି ପିତା ଏତେ ଆନନ୍ଦରେ ହୁଏ ଆଉ ଦୌଡ଼ି ଯାଇ ତାକୁ ଆଲଙ୍ଗିନୀ କରି ଚୁମ୍ବନ ଦେଇ ଘରକୁ ଆଣନ୍ତି ଆଉ ପୁଅ କହନ୍ତି ପିତା ମୁଁ ପାପ କାମ କରିଅଛି ମୋର ପାପ ଯୋଗୁ ତୁମର ପୁତ୍ର କହିବାର ମୋର ଅଧିକାର ନାହିଁ ମାତ୍ର ପୁତ୍ର କହୁଛି ତମେ ମରଣ ହୋଇଥିଲ ପିତା କହୁଛନ୍ତି ତୁମେ ମରଣ ହୋଇଥିଲ ବର୍ତ୍ତମାନ ତୁମେ ଜୀବିତ ଆଉ ତୁମର ତତେ ମୁଁ ବହୁତ ପ୍ରେମ କରେ ଦେଖନ୍ତୁ କେଡ଼େ ଖୁସିର ଖବର ତାହା ଆମେ ଦେଖୁଅଛୁ ପିତା ଆମେ ଯେତେ ଦୂରକୁ ଗଲେ ମଧ୍ୟ ଯାହା ଆମେ କଳ୍ପନା କରିପାରିବା ନାହିଁ ଆମ କଳ୍ପନାରୁ ଅଧିକ ଈଶ୍ୱରଙ୍କ ପ୍ରେମକୁ ଯଦି ଆମେ ଆଲୋଚନା କରିବା ବନ୍ଧୁ ଆମ କଳ୍ପନାରୁ ବାହାର ଈଶ୍ୱରଙ୍କ ପ୍ରେମ ହଉଛି ସେତେ ଯାହା ଆମେ ଦେଖୁଅଛୁ ବନ୍ଧୁ ଈଶ୍ୱରଙ୍କ ପ୍ରେମ ଏତେ ମହାନ ଆଉ ଏହି ଯୋଉ ଦୃଷ୍ଟାନ୍ତ ଦ୍ୱାରା ଯାହା 15-20 କୁହେ ମୁଁ ଯେପରି କହିଲି ସେ ଉଠି ଗଲେ ଆଉ କହିଲେ ପିତା ମୁଁ ପିତାଙ୍କ ଘରକୁ ଯିବି ଆଉ ପିତାଙ୍କ ସହ ମୁଁ କହିବି ତ ମୁଁ ଭୁଲ କାମ କରିଅଛି ମୋର ପାପ କ୍ଷମା କର ବୋଲି କହିବି ଆଉ ମତେ ପିତା ଏଇପରି ଯେ ପିତା ପୁତ୍ରକୁ ପାଇଲେ ଆଉ ଯେପରି
से कल्पना करनथिला कि पिता ताहाको केते प्रेम करंती से प्रेमर जहाँ आमे वर्तमान ईश्वर प्रेम विषय देखुछु आमे केबे भी मनरे कल्पना करि परिबा नाही कि ईश्वर आमानकु एते प्रेम करंती बंधु चलंतु आमे आगको पढ़िबा जेतरे आमे देखुछु आनंदर आनंद rejoicing with gladness इंग्राजी रे कहूची बंधु जापानीय 3:17 रे जहाँ में देखिलु सदा प्रभु तुम मानकर परमेश्वर आम मानकर मध्यवर्ती अटंती से ही सदा प्रभु परमेश्वर जीसु ख्रीष्ट आम मानकर मध्यस्थवर्ती होंती से वीर जे कि परित्राण करिवे ईश्वर ठारे जीसु ख्रीष्ट ठारे ही आमे परित्राण पाउछु ताहा होची एक आनंदर कथा से तुम विषय परम आनंद करिवे जेबे आमे मन परिवर्तन करे जेबे आम पाप को स्वीकार करे जीसु पाखको जीवा परमेश्वर पाखको जीवा आउ कहिबा प्रभु मु पाप करी अछि मते क्षमा कर मते दया कर बोली आमे कहिबा परमेश्वर केते आनंद हुअंती से आम पाप सब क्षमा करंती बंधु से पाप सब क्षमा करंती जेपरी सही परी जिसाय 62:4 रे कहछि केबे भी तुमनको छड़ा जीव नहीं केबे भी तुमनको निचुटुआरे छड़ा जीव नहीं मात्र तुमको से सदा प्रभु पाखरे रही रखा जीव बोली जिसा भविष्यत वक्ता 62:4 रे कहती कि परमेश्वर आम को सदा सर्वदा तांको ठारे रखिबे जेपरी सही दुई पुओं कहानी विषय में देखिलु कि आज ठारू मोर पुत्र तुम्हें मरण होइतिल वर्तमान फेरी आसी अछ जेबे सही पुओटा मन परिवर्तन कले जे पाप स्वीकार कले खोला हातरे परमेश्वर पिता ताकू ग्रहण कले पाप सब क्षमा कले सुनार मुंडी सुनार जो जो आमे कहूचु रिंग पिंधाइले नुआ कपड़ा पिंधाइले भोजी देले आनंद हेले बोली आमे देखुअछु आउ सही परि बंधु जेबे आमे अपना मन परिवर्तन करे यीशु पाखु को जीवा परमेश्वर को पाखु जीवा से बहुत खुशी हुअंती बहुत खुशी हुअंती सही परे साधु पाउल कहंती इफिसियो 5 तार 25-28 रे से कहंती हे स्वामी माने ख्रीष्ट जेपरी मंडली को प्रेम करे तुम्हें माने मध्य से ही परी अपना अपना स्वामी को प्रेम करो ख्रीष्ट जेपरी मंडली को प्रेम कले सही परी आमे माने मध्य आम जो परिवार आम जो बंधु बांधव अछंती से मानकु मध्य आमे प्रेम करिबा जेपरी वाक्य और जल द्राक्षा रण द्वारा से मंडली को परिष्कार करी पवित्र करंती बंधु जो मंडली को परमेश्वर परिष्कार करंती जेपरी मंडली निष्कलंक निखुंत और समस्त प्रकार दोष रहित होई पवित्र और आनंदीय अनंदनीय हुए आउ एही परी गौरवमय अवस्था से ताहाको अपना निकटरे उपस्थिति करंती ईश्वर चाहती जे आमे निष्कलंक आमे निकुंत आमर जेपरी समस्त प्रकार दोष पाप क्षमा कर आमे जेपरी पवित्र अनंदनीय हेउ आ जेपरी कि
ଆମେ ସେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୋଇପାରିବୁ। ଏହା ହଉଛି ଈଶ୍ୱରଙ୍କ ଇଚ୍ଛା। ସେହିପରି ସ୍ୱାମୀ ମାନଙ୍କ ମଧ୍ୟ ଆପଣା ଆପଣା ସ୍ତ୍ରୀ ମାନଙ୍କୁ ନିଜ ନିଜ ଶରୀର ସଦୃଶ୍ୟ ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ ସେ ଆପଣାକୁ ପ୍ରେମ କରେ। ବନ୍ଧୁ, ଯଦି ଆମ ପାରିବାରିକ ଜୀବନରେ ଯଦି ଦେଖିବା, ଯଦି ସ୍ୱାମୀକୁ ଯଦି ସ୍ତ୍ରୀକୁ ପ୍ରେମ କରୁନାହିଁ, ସ୍ତ୍ରୀ ଯଦି ସ୍ୱାମୀକୁ ପ୍ରେମ କରୁନାହିଁ, ଯେହେତୁ ଯୀଶୁ ଖ୍ରୀଷ୍ଟ ମଣ୍ଡଳୀକୁ ପ୍ରେମ କରନ୍ତି, ମାନେ କଣ? ଯେତେ ଲୋକ ସେଇ ମଣ୍ଡଳୀରେ ଅଛନ୍ତି ସମସ୍ତଙ୍କୁ ସେ ପ୍ରେମ କରନ୍ତି। ଆଉ ଆମର କର୍ତ୍ତବ୍ୟ ହଉଛି ସେହି ଯୀଶୁକୁ ପ୍ରେମ କରିବା। ଯୀଶୁ ଆମମାନଙ୍କୁ ପ୍ରେମ କର, ଯେପରି ସ୍ୱାମୀ ସ୍ତ୍ରୀକୁ ପ୍ରେମ କରନ୍ତି, ସ୍ତ୍ରୀ ସ୍ୱାମୀକୁ ପ୍ରେମ କରନ୍ତି, ସେହିପରି ଆମର କର୍ତ୍ତବ୍ୟ। ଯେବେ ଆମେ ଏହିପରି କରିବା, ଆମେ ଆନନ୍ଦରେ ଆନନ୍ଦ ହୋଇଥାଉ, ଆନନ୍ଦରେ ଆନନ୍ଦ ହୋଇଥାଉ। ଆଉ ଈଶ୍ୱରଙ୍କ ସମ୍ମୁଖରେ ଏକ ସନ୍ତୁଷ୍ଟ ପାତ୍ର ରୂପେ ଗ୍ରହଣ କରିଥାଉ। ବନ୍ଧୁ, ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। କିପରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା? ଆମେ କିପରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା? ଯେପରିକି ଏଭ୍ରି 11 ତାର 6ରେ କହୁଛି କି ଆମେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାର ଅସମ୍ଭବ। ଜିସାୟ 43:4ରେ, ଆଉ ଗୀତ ସଂହିତା 149:4ରେ, ଆଉ ହିତୋପଦେଶ 15:8-9ରେ ଆମେ କିପରି ଈଶ୍ୱରଙ୍କୁ ସନ୍ତୋଷ କରିପାରିବା ତାହା ବିଷୟରେ ଆମେ ପାଉଛୁ। ଭବିଷ୍ୟତ ବକ୍ତା ଜିସାୟ କହନ୍ତି, ତୁମେ ଆମ ଦୃଷ୍ଟିରେ ବହୁମୂଲ୍ୟ। ଈଶ୍ୱରଙ୍କ ଦୃଷ୍ଟିରେ ଆମେ ସମସ୍ତେ ବହୁମୂଲ୍ୟ। ଆଉ ସମ୍ଭ୍ରାନ୍ତ ହୋଇଅଛ ଓ ଆମେ ତୁମକୁ ପ୍ରେମ କରିଅଛୁ। ଦେଖନ୍ତୁ ବନ୍ଧୁ, କିଏ? ସଦାପ୍ରଭୁଙ୍କ ସମ୍ମୁଖରେ ଆମେ ସମସ୍ତେ ବହୁମୂଲ୍ୟ। ପ୍ରତ୍ୟେକ ମାନବ ଜାତି, ସେ ପାପୀ ହଉ, ଯେତେ ବଡ଼ ପାପୀ ହଉ, ସେ ସଦାପ୍ରଭୁଙ୍କ ସମ୍ମୁଖରେ ମୂଲ୍ୟବାନ ଓ ସମ୍ଭ୍ରାନ୍ତ ସେ ହୋଇଅଛି ବୋଲି କହନ୍ତି। ଆଉ ସଦାପ୍ରଭୁ କହନ୍ତି, ଆମେ ତାକୁ ପ୍ରେମ କରୁ, ଆମେ ପ୍ରେମ କରୁ। ଯେହେତୁ ଆମେ ତୁମ ପରିବର୍ତ୍ତେ ମନୁଷ୍ୟମାନଙ୍କୁ ଓ ତୁମ ପ୍ରାଣର ପରିବର୍ତ୍ତେ ଗୋଷ୍ଠୀ ବର୍ଗକୁ ହେବା, କାରଣ ସେ ସଦାପ୍ରଭୁ ଆପଣା ଲୋକଙ୍କ ଠାରେ ସନ୍ତୁଷ୍ଟ ପାଆନ୍ତି। କଣ? ସଦାପ୍ରଭୁ ଆପଣଙ୍କ ଲୋକଙ୍କ ଠାରେ ସେ ସନ୍ତୁଷ୍ଟ ପାଆନ୍ତି। ସେହିପରି ହିତୋପଦେଶ 15:8ରେ କହନ୍ତି କି ନମ୍ର ଲୋକମାନଙ୍କ ପରିତ୍ରାଣରେ ଶୋଭାବିତ କରିବେ। କଣ? ନମ୍ର ଲୋକମାନଙ୍କ ପ୍ରାଣରେ ପରମେଶ୍ୱର ସନ୍ତୋଷ ପାଆନ୍ତି ବା ସୁଶୋଭିତ କରିବେ ବୋଲି କହନ୍ତି। ମାତ୍ର ଦୁଷ୍ଟ ମାନଙ୍କ ବଳିଦାନ ସଦାପ୍ରଭୁଙ୍କ ଠାରେ ଘୃଣାର ବିଷୟ ଅଟେ। ଦୁଷ୍ଟ ଲୋକଙ୍କର ବଳିଦାନ ପରମେଶ୍ୱରଙ୍କ ସମ୍ମୁଖରେ ଘୃଣା ବିଷୟ ଅଟେ। ବନ୍ଧୁ, ଯେତେ ଦୁଷ୍କର୍ମ କରି ଯଦି ଆମେ ପ୍ରଭୁ ପ୍ରଭୁ ବୋଲି କହିବା, ଆମେ ଗିର୍ଜାକୁ ଯିବା, ପ୍ରାର୍ଥନା କରିବା, ଯଦି ଆମେ ସେଇ ଦୁଷ୍କର୍ମରୁ ଯଦି ଆମେ ଦୂରେଇ ନ ରହିବା, ଯଦି ପାପକୁ ଯଦି ସ୍ୱୀକାର ନ କରିବା, ତାହେଲେ ସଦାପ୍ରଭୁଙ୍କ ସମ୍ମୁଖରେ ଆମର ଯୋଉ ପ୍ରାର୍ଥନା, ଆମର ଯୋଉ ବଳିଦାନ, ତାହା ଗ୍ରହଣ ହେବ ନାହିଁ ବୋଲି କହୁଛି। ମାତ୍ର ପ୍ରେମ, ଈଶ୍ୱର ପ୍ରେମ ଆମର। ମାତ୍ର ସରଳ ଲୋକଙ୍କ ପ୍ରାର୍ଥନା ତାହାଙ୍କର ଦୃଷ୍ଟିରେ ପୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣାର ବିଷୟ। ମାତ୍ର ଧାର୍ମିକତାର ଅନୁଗାମୀ ମାନଙ୍କୁ ସେ ପ୍ରେମ କରନ୍ତି। ଦୁଷ୍ଟ ଲୋକଙ୍କ ସଦାପ୍ରଭୁଙ୍କ
ପୁନା ବିଷୟ। ମାତ୍ର ଧାର୍ମିକ ଲୋକମାନଙ୍କୁ ଈଶ୍ୱର ପ୍ରେମ କରନ୍ତି ବନ୍ଧୁ। ସେ ପ୍ରେମ କରନ୍ତି ଧାର୍ମିକ ଲୋକମାନଙ୍କ ପ୍ରାର୍ଥନା ସେ ଶୁଣନ୍ତି। ଧାର୍ମିକ ଲୋକଙ୍କ ପ୍ରାର୍ଥନା ସେ ଶୁଣନ୍ତି। ହଁ ବନ୍ଧୁ, ଆମେମାନେ ଏମିତି ପରମେଶ୍ୱରଙ୍କୁ ପ୍ରାର୍ଥନା କରିଥାଉ ଯେ କି ଆମମାନଙ୍କୁ ଏତେ ପ୍ରେମ କରନ୍ତି। ଯେବେ ଆମେ ପାପ ସ୍ୱୀକାର କରିଥାଉ, ଯେବେ ଆମ ମନକୁ ପରିବର୍ତ୍ତନ କରିଥାଉ, ଆଉ ପ୍ରଭୁଙ୍କ ପାଖକୁ ଯାଉ, ଆଉ କହୁ, ଆମେ ପ୍ରାର୍ଥନା କରୁ, ତେବେ ପରମେଶ୍ୱର ଆମର ପ୍ରାର୍ଥନା ଶୁଣିବେ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ଜୀବନ୍ତ ପଥର, ଜୀବନ୍ତ ପଥର। ଏଇ ଯୋଉ ଜୀବନ୍ତ ପଥର କଣ? ରୋମିଓ 8:1 କୁହେ, ଆଉ ରୋମିଓ 5:8, ରୋମିଓ 8:1 ଆଉ 5:8 କୁହେ, ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। ଯେତେ ଲୋକମାନେ ଏଇ ପୃଥିବୀରେ ଅଛନ୍ତି, ଆଉ ଯେଉଁମାନେ ଖ୍ରୀଷ୍ଟଙ୍କ ଆଜ୍ଞା ମାନନ୍ତି, ଯେଉଁମାନେ ତାଙ୍କ ଆଦେଶକୁ ମାନନ୍ତି, ସେମାନଙ୍କ ପାଇଁ କୌଣସି ଦଣ୍ଡ ନାହିଁ। ଏଟା ପବିତ୍ର ଶାସ୍ତ୍ର ବାଇବଲ କହୁଅଛି, ମୁଁ କହୁନାହିଁ। ଯେଉଁ ଲୋକ, ସେ ସ୍ତ୍ରୀ ହଉ ବା ପୁରୁଷ, ଧନୀ ହଉ ବା ଗରିବ, ବୁଦ୍ଧି ହଉ ବା ମୂର୍ଖ, ଯେଉଁ ଲୋକ ବି ଯଦି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି, ଖ୍ରୀଷ୍ଟ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ଖ୍ରୀଷ୍ଟଙ୍କ ନାମରେ ସେମାନେ ନିଜକୁ ସମର୍ପଣ କରନ୍ତି, ସେମାନେ କେବେ ହେଲେ ଦଣ୍ଡାଜ୍ଞ ହେବେନି ବୋଲି ବା ଦଣ୍ଡ ପାଇବେନି ବୋଲି କହୁଛି। ସେହିପରି ରୋମିଓ 5:8 କୁହେ, କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମମାନଙ୍କ ନିମନ୍ତେ ମୂଲ୍ୟ ଭୋଗ କରେ, ସେଥିରେ ଈଶ୍ୱର ଆମମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ। ବନ୍ଧୁ, ମନେ ରଖନ୍ତୁ ଯେ ଏହି ପୃଥିବୀରେ ଯେତେ ଲୋକ ଅଛନ୍ତି, କୌଣସି ବି ଧାର୍ମିକ ଲୋକ ନାହିଁ। କେହି ବି ଆମେ କାହାକୁ ବି ଆମେ ଧାର୍ମିକ ବ୍ୟକ୍ତି କହିପାରିବା ନାହିଁ। କାହିଁକି? ଆମେ ସମସ୍ତେ ଏକ ପାପୀ ମାତା ଗର୍ଭରୁ ଜନ୍ମ ହେଉଛୁ। ଆମ ପିତା ମାତା ମାନେ ପାପୀ, ଆଉ ସେଇ ପାପ ଗର୍ଭରୁ ଆମେ ଜନ୍ମ ହେଇଅଛୁ। ଆଉ ଯେତେ ସମୟ ପର୍ଯ୍ୟନ୍ତ ଆମେ ଏହି ପୃଥିବୀରେ ବାସ କରିବା, ଆମେ ପୃଥିବୀର ଆକର୍ଷଣରେ ପଡିଥାଉ, ପୃଥିବୀର ଆଚରଣରେ ଆମେ ରହିଥାଉ, ଆଉ ପୃଥିବୀର କଥା ଆମେ କହିଥାଉ। ମାତ୍ର ଯେବେ ଆମେ ଏହିପରି କରିଥାଉ, ଈଶ୍ୱର ମାନଙ୍କୁ ଯେପରି ସାଧୁ ପାଉଲ କହନ୍ତି, ଏହିପରି ଯେ ଆମେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମମାନଙ୍କ ନିମନ୍ତେ ମୂଲ୍ୟ ଭୋଗ କଲେ, ଆଉ ସେ କଣ କଲେ? ସେଥିରେ ଈଶ୍ୱର ଆମମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରିଲେ। ବନ୍ଧୁ, ଏହାର ଅର୍ଥ ହଉଛି ଆମେ ପାପୀ ଥିଲେ ମଧ୍ୟ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ହତ ହେଲେ ଆମମାନଙ୍କ ଜୀବନ ପାଇଁ, ଆପଣଙ୍କ ଜୀବନ ପାଇଁ, ସମସ୍ତଙ୍କ ଜୀବନ ପାଇଁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ନିଜ ଜୀବନ ଦାନ ଦେଲେ। ଯେପରିକି ତାଙ୍କ ଜୀବନ ଦାନ ଦ୍ୱାରା ଆମ ପାପ ସବୁ କ୍ଷମା ହୋଇପାରିବ। ଆମେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୋଇପାରିବା, ଆଉ ଆମେ ସଦାପ୍ରଭୁଙ୍କୁ ଗର୍ଭରେ କହିପାରିବା କି ଆମର ପରମ ପିତା। କାହିଁକି? ଆମେ ପାପୀ ଥିବା ବେଲେ, ଆମେ ଯେ ପାପୀରେ ଅଛୁ, ସେତେବେଳେ ସେହି ମୂଲ୍ୟକୁ ଈଶ୍ୱର, ଯୋଉ ପାପର ମୂଲ୍ୟ ଯାହାକି ମୃତ୍ୟୁ, ସେ ମୃତ୍ୟୁ କିଏ କଲେ? ଯୀଶୁ କଲେ। କେଉଁଠାରେ? ଆଉ ଏହି ଯୋଉ କ୍ରୁଶର ମୃତ୍ୟୁ ଦ୍ୱାରା ତାଙ୍କ
ପ୍ରେମ ପ୍ରମାଣ ଦେଖାଏ କି ମୁଁ ତୁମମାନଙ୍କୁ ପ୍ରେମ କରେ। ତାଙ୍କ ମୃତ୍ୟୁ ଦ୍ୱାରା ନିଜକୁ ସମର୍ପଣ କରି ମୃତ୍ୟୁ ହେଲେ, ଆଉ ସେଇ ମୃତ୍ୟୁ ଦ୍ୱାରା ତାଙ୍କ ପ୍ରେମ ସେ କେମିତି ଆମମାନଙ୍କୁ ପ୍ରେମ କରନ୍ତି ସେଇ ଯୋଉ ପ୍ରମାଣ ସେ ଆମମାନଙ୍କୁ ଦେଖାଇଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଏଥିଯୋଗୁ ବାଇବଲ କହେ ସେ ହଉଛନ୍ତି ଏକ ଜୀବନ୍ତ ପଥର। ସେ ହଉଛନ୍ତି ଜୀବନ୍ତ ପଥର। ଆଉ ସେଇ ପଥରରେ ଉପରେ ଯଦି ଆମେ ନିଜକୁ ଗଢିବା, ତେବେ ଆମର ଆଧ୍ୟାତ୍ମିକ ଜୀବନ, ଆଧ୍ୟାତ୍ମିକ ଗୃହ, ଆଧ୍ୟାତ୍ମିକ ପରିବାର ଏକ ସୁନ୍ଦର ଭାବରେ ଗଢି ହେବ। କିଛି ଆପଦ ଆସେ ନାହିଁ, କିଛି ବିପଦ ଆସେ ନାହିଁ, ଯେହେତୁ ଯୀଶୁ ହଉଛନ୍ତି ଆମ ଗୃହର ମୂଳ। ଯୀଶୁ ହଉଛନ୍ତି ଆମ ଗୃହର ପରିଚାଳକ। ଯୀଶୁ ହଉଛନ୍ତି ଆମ ଗୃହର କର୍ତ୍ତା। ଯେବେ ଏହି ଯୋଉ ପଥର ଆମେ କହୁଛୁ ଜୀବନ୍ତ ପଥର, ଏହି ଯୋଉ ଜୀବନ୍ତ ପଥର ସେଇ ଯୋଉ ଯୀଶୁ ଖ୍ରୀଷ୍ଟକୁ ଆମ ପରିବାରରେ ରଖିବା, ତେବେ ଆମ ପରିବାର ଏକ ଖୁସିମୟ ପରିବାର ହେବ। ସେହିପରି ପ୍ରଥମ ପିତର 2:4-6 ପିତର କହନ୍ତି, ଜୀବନ୍ତ ବସ୍ତର ସ୍ୱରୂପ ଯେ ସେହି ପ୍ରଭୁ, ସେ ମନୁଷ୍ୟମାନଙ୍କ ଦ୍ୱାରା ଆଗ୍ରହ ହେଲେ ସତ, କିନ୍ତୁ ଈଶ୍ୱରଙ୍କ ନିକଟରେ ମନୋନୀତ ଓ ବହୁମୂଲ୍ୟ ଅଟନ୍ତି। ଈଶ୍ୱରଙ୍କ ଆଗରେ ମନୋନୀତ ଲୋକ ଓ ବହୁମୂଲ୍ୟ ଅଟନ୍ତି। ତାହାଙ୍କ ନିକଟକୁ ଆସି ତୁମେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକ ବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ଆତ୍ମିକ ଗୃହ ରୂପେ ନିର୍ମିତ ହୁଅ। ଯେପରି ମୁଁ କହିଲି, ଏକ ଆତ୍ମିକ ଗୃହ ରୂପେ ନିର୍ମିତ ହୁଅ। ଯେହେତୁ ଯୀଶୁ ହଉଛନ୍ତି ଏକ ଆଧ୍ୟାତ୍ମିକ ପ୍ରସ୍ତର ବା ପଥର, ଆମେ ଯଦି ସେହି ପଥର ଉପରେ ନିଜ ଗୃହକୁ ଗଢିବା, ନିଜ ପରିବାରକୁ ଗଢିବା, ନିଜ ସଂସାରକୁ ଗଢିବା, ତେବେ ଆମ ଜୀବନରେ କେବେ ବି ଅସୁବିଧା ଆସିବ ନାହିଁ। ଯେହେତୁ ଯୀଶୁ ପ୍ରଭୁ ହଉଛନ୍ତି ଆମ ଗୃହର ମୂଳର ଦ୍ୱାର ପ୍ରସ୍ତର। ତାହେଲେ ଚାଲନ୍ତୁ ଏକ ଟଲା ଯୋଗ୍ୟ, ଏକ ୱର୍ଦି ଗୋଲ ମାନେ ଯୋଗ୍ୟ, ଯୋଉଟା କି ଆମେ ଯୋଗ୍ୟର ହେବାର ହେଉଛି। ଯଦି ଆମେ ଦେଖିବା ମାର୍କ ତାର 17-29 ପର୍ଯ୍ୟନ୍ତ, ସେଠି ଆମେ ପାଉଛୁ ଏହି କାହାଣୀ। ଲୋକ ସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ମୁଁ ମୋର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି, ତାହାକୁ ଗୋଟିଏ ଗୁଙ୍ଗା ଭୂତ ଲାଗିଛି। ଯେ କୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ସେ ତଳେ ପକାଇ ଦିଏ, ତାହାର ମୁହଁରୁ ଫେଣ ବାହାରେ ଓ ଦାନ୍ତ ରଗଡେ, ଆଉ ସେ ଶୁଖି ଯାଉଅଛି। ତାହାକୁ ଛଡାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମମାନଙ୍କ ବ୍ୟବହାର କହିବି? ତାହାକୁ ମୋ ପାଖକୁ ଆଣ। ସେଥିରେ ସେମାନେ ତାହାଙ୍କ ଛାମୁକୁ ଆଣିଲେ। ପୁଣି ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡି ପକାଇଲା ଓ ସେ ଭୂମିରେ ପଡି ମୁହଁରୁ ଫେଣ ବାହାର କରି ଗଡିବାକୁ
ଲାଗିଲା। ସେତେବେଳେ ଯୀଶୁ ତାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏହିପରି ହୋଇଅଛି? ସେ କହିଲା, ପିଲା କାଳରୁ। ସେ ତାହାକୁ ମାରି ପକାଇବା ପାଇଁ ଥର ଥରକୁ ନିଆଁ ଓ ପାଣିରେ ପକାଇ ଅଛି। କିନ୍ତୁ ଆପଣ ଯଦି କିଛି କରିପାରନ୍ତି, ତାହେଲେ ଆମମାନଙ୍କ ପ୍ରତି ଦୟାକରି ଆମମାନଙ୍କର ଉପକାର କରନ୍ତୁ। ସେଥିରେ ଯୀଶୁ ତାହାକୁ କହିଲେ, କଣ କହିଲ? ଯଦି କରିପାରନ୍ତି। ଯିଏ ବିଶ୍ୱାସ କରେ ତା ପକ୍ଷରେ ସମସ୍ତ ସମ୍ଭବ। ସେହି କ୍ଷଣେ ପିଲାଟିର ପିତା ଉଚ୍ଚ ସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋର ଅବିଶ୍ୱାସର ପ୍ରତିକାର କରନ୍ତୁ। ପରେ ଲୋକ ସମୂହ ଏକତ୍ର ଦୌଡ଼ି ଆସୁଥିବା ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୁଖ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରି ଯିବା, ପୁଣି ଆଉ କେବେ ହେଁ ଏଠାରେ ପଶିବୁ ନାହିଁ। ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ି ପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା। ଏହିପରି ଅଧିକାଂଶ କହିଲେ ସେ ମରିଗଲା। କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ ଆଉ ସେ ଠିଆ ହେଲେ। ପୁଣି ସେ ଗୃହକୁ ଆସନ୍ତେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ? ସେ ସେମାନଙ୍କୁ କହିଲେ, ପ୍ରାର୍ଥନା ଏବଂ ଉପବାସ ଦିନ ଆଉ କାହିଁରେ ଏ ପ୍ରକାର ଭୂତ ଛଡ଼ା ଯାଇ ପାରେ ନାହିଁ। ବନ୍ଧୁ, ଏହି ଯୋଉ କାହାଣୀରେ ଆମେ ଦେଖୁଅଛୁ, ଯୋଉ ପିତା ଯୀଶୁ ପାଖକୁ ଆନନ୍ତି ତାଙ୍କ ପୁଅକୁ, ଯୋଉ ପୁଅ ବାଲ୍ୟ ଦିନରୁ ଭୂତ ତାକୁ ଧରି ଏହିପରି ଅବସ୍ଥାରେ ଆଣିଥିଲା, ତେବେ ଯୀଶୁ କହିଲେ, କଣ ତମେ ବିଶ୍ୱାସ କରୁଛ? ସେ କହିଲେ, ହଁ ମୁଁ ବିଶ୍ୱାସ କରୁଛି। ବନ୍ଧୁ, ବିଶ୍ୱାସ, ଯେବେ ଆମେ ଯୀଶୁଙ୍କ ଠାରେ ବିଶ୍ୱାସ କରିବା, ଆଉ ଯେବେ ବିଶ୍ୱାସରେ ଯଦି ଆମେ ପ୍ରାର୍ଥନା କରିବା, ତାହେଲେ ଆମର ଇଚ୍ଛା ପରମେଶ୍ୱର ପୂର୍ଣ୍ଣ କରିବେ। ଯେବେ ଗୋପନରେ ଆସି ଶିଷ୍ୟମାନେ କହିଲେ, ପ୍ରଭୁ, ଆମେ ଏହି ଯୋଉ କାର୍ଯ୍ୟ କାହିଁ ପାଇଁ କରିପାରିଲୁ ନାହିଁ, ତେବେ ଯୀଶୁ କହିଲେ, ଏହିପରି କାମ କରିବା ପାଇଁ ଆମର ବିଶ୍ୱାସ ଦରକାର। ଆମର ଆମେ ପ୍ରାର୍ଥନା କରିବାକୁ ପଡିବ, ଆମେ ଉପବାସ ରହିବାକୁ ପଡିବ। ଯେବେ ଉପବାସରେ ପ୍ରାର୍ଥନାରେ ଯଦି ଆମେ ଏହିପରି ଅଦ୍ଭୁତ କାମ କରିପାରିବା, ଏହିପରି ତମେ ଅଦ୍ଭୁତ କାମ କରିପାରିବ ବୋଲି ଯୀଶୁ ନିଜେ ଶିଷ୍ୟମାନଙ୍କୁ କହିଲେ। ବନ୍ଧୁ, କଣ ସେହି ବିଶ୍ୱାସ ସେମାନଙ୍କ ଠାରେ ଅଛି କି? ନିଜକୁ ପଚାରି ନିଜକୁ ସମୀକ୍ଷନ କର କି ଆମେ ଏହିପରି ବିଶ୍ୱାସ କରୁଛୁ କି? ଆମେ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ କି ଯେ ସେ ଆମମାନଙ୍କୁ ପ୍ରେମ କରନ୍ତି, ଆମର ସମସ୍ତ ପ୍ରକାର ଅସୁବିଧା ସୁବିଧାରେ ସେ ଆମମାନଙ୍କ ସହବର୍ତ୍ତୀ ରୁହନ୍ତି, ସେ ଆମମାନଙ୍କର ସମସ୍ତ ପାପ କ୍ଷମା କରନ୍ତି, ଯାହା କିଛି ଆମେ ମାଗୁ ସେ ଆମମାନଙ୍କୁ ପ୍ରଦାନ କରନ୍ତି। କଣ ଆପଣ ବିଶ୍ୱାସ କରୁଛନ୍ତି କି ବନ୍ଧୁ? ଯଦି ଆପଣଙ୍କ ଘରେ ହୋଇପାରେ, ଆପଣଙ୍କ ବନ୍ଧୁ ହୋଇପାରେ, ଆପଣଙ୍କ ସମ୍ପର୍କ ଲୋକ ଅସୁସ୍ଥରେ ଅଛନ୍ତି, ବା କିଛି ଆର୍ଥିକ ଅଭାବ ଅଛି, ବା ଯେକୌଣସି ଅଭାବ ଅଛି, ସେଇ ଅଭାବ ପାଇଁ କଣ ଆପଣ ମାନେ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି କି?
ସେଇ ପ୍ରାର୍ଥନାରେ କଣ ଆପଣ ବିଶ୍ୱାସ ରୂପେ ପ୍ରାର୍ଥନା କରୁଛନ୍ତି କି? ଯୀଶୁ କହିଲେ ଯଦି ତମେ ବିଶ୍ୱାସ ଆଉ ଉପବାସ କରି ତମେ ପ୍ରାର୍ଥନା କରିବ, ଯେତେ ଜଟିଳ ଜଟିଳ ସମସ୍ୟା ଥିଲେ ମଧ୍ୟ ସେଇ ସମସ୍ୟାର ସମାଧାନ ହୋଇଯିବ। କାହିଁକି? ପ୍ରଭୁ ସେହି ପ୍ରାର୍ଥନା ଶୁଣନ୍ତି। ପ୍ରଭୁ ସେହିପରି ପ୍ରାର୍ଥନା ଶୁଣନ୍ତି ଆଉ ସେଇ ପ୍ରାର୍ଥନାର ଉତ୍ତର ଦିଅନ୍ତି। ଯେପରିକି ଏଇ ଯୋଉ ପିତା କହିଲେ ବାଲ୍ୟ ଦିନରୁ ଏହିପରି ଘଟଣା ଘଟୁଅଛି ମୋ ପୁଅ ଠାରେ। ଆଉ ବେଲେ ବେଲେ ସେ ଏମିତି କରେ, ସେ ଭୂତ କି ପିଲାକୁ ନିଆଁ ପାଖକୁ ନିଏ, ପାଣିରେ ଠେଲି ଦିଏ, ଯେପରି ସେ ମରିଯିବ। ଏହିପରି ସେ କରିଥାଏ। ଆଉ ସେଥିଯୋଗୁଁ ତୁମ ପାଖକୁ ମୁଁ ଆଣିଅଛି। ଆଉ ଯେବେ ଯୀଶୁ ପଚାରିଲେ ତୁମେ କଣ ବିଶ୍ୱାସ କର କି? ଆଉ ସେ କହିଲେ ହଁ ମୁଁ ବିଶ୍ୱାସ କରେ। ବନ୍ଧୁ, ଆଜି ମୁଁ ଆପଣ ମାନଙ୍କୁ ଏହି ପ୍ରଶ୍ନ କରୁଅଛି, କଣ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆପଣ ବିଶ୍ୱାସ କରୁଛନ୍ତି କି? କି ସେ କୌଣସି ପ୍ରକାର ସମସ୍ୟାକୁ ମଧ୍ୟ ସମାଧାନ କରିପାରିବେ, ଯେହେତୁ ସେ ଆମମାନଙ୍କୁ ପ୍ରେମ କରନ୍ତି। ଯେପରିକି ଆମେ ଆମର ପାଠର ପ୍ରଥମରେ ଦେଖିଲୁ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ। ଯଦି ଆମେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରୁଛୁ, ସନ୍ତୋଷ କରୁଛୁ, ତାହେଲେ ଆମ ଯୋଉ ଇଚ୍ଛା ଅଛି ଆମ ଜୀବନରେ ତାହା ସେ ପୂର୍ଣ୍ଣ କରିବ। ଯୋଉ ପ୍ରକାର ଜଟିଳ ସମସ୍ୟା ଥିଲେ ମଧ୍ୟ ଈଶ୍ୱର ତାହା ଦୂର କରିବ। ଯେପରି ସେଇ ଦୁଇ ପୁଅର ଜଟିଳ ସମସ୍ୟା ଥିଲା, ଯିଏକି ନିଜ ପିତାର ସମ୍ପତ୍ତିରୁ ତାର ବଣ୍ଟା ନେଇ ଏକ ଦୂର ସ୍ଥାନ ଯାଇ ଯାହା ସବୁ ହରାଇ ପରେ ପୁଣି ସେ ଫେରି ଆସିଥିଲେ, ପିତା ଯେପରି ତାକୁ ଗ୍ରହଣ କଲେ, ଯେବେ ସେ ମନ ପରିବର୍ତ୍ତନ କରି ସ୍ୱୀକାର କଲେ, ସେହିପରି ଯଦି ଆମେ ମନ ପରିବର୍ତ୍ତନ କରି ନିଜ ପାପକୁ ସ୍ୱୀକାର କରିବା, ତାହେଲେ ନିଶ୍ଚିତ ରୂପେ ପରମେଶ୍ୱର ଆମମାନଙ୍କର ପ୍ରାର୍ଥନା ଶୁଣିବେ। ଆମେ ଏକ ସନ୍ତୋଷ ପାତ୍ର ହୋଇପାରିବା। ତାହେଲେ ସେଇ ଯୋଉ ନିର୍ଣ୍ଣୟ ଆମ ଉପରେ ରଖାଯାଇଅଛି। ପ୍ରଭୁ କାହାକୁ ଜବରଦସ୍ତ କରନ୍ତି ନାହିଁ। ପ୍ରଭୁ ସମସ୍ତଙ୍କୁ ସ୍ୱାଧୀନ ଦେଇଛନ୍ତି ବାଛିବା ପାଇଁ, ଭୁଲ ଠିକ ବାଛିବା ପାଇଁ। ତାହେଲେ ବନ୍ଧୁ, ଏହା ଯୋଉ ସମୟ ଆମେ ପାଇଅଛୁ କି ଆମେ ସେଇ ସତ୍ୟକୁ ଭଲ ପାଇବା, ପ୍ରଭୁଙ୍କୁ ଭଲ ପାଇବା ବା ଶୈତାନକୁ ଭଲ ପାଇବା, ତାହା ଆପଣଙ୍କର ଉପରେ ନିର୍ଭର। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଏହି ପାଠ ଶେଷ କରିବା ପୂର୍ବେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ। ବର୍ତ୍ତମାନ ଯେଉଁ ସାବସ୍କୁ ପାଠରୁ ତୁମ ସେହି ପ୍ରେମ, ତୁମ ସେହି ସ୍ନେହ, ତୁମ ସେହି ଅନୁଗ୍ରହ ବିଷୟରେ ଆମେ ଶିଖିଲୁ। ହଁ ବନ୍ଧୁ, ଆମେ ସେହି ଅନୁଗ୍ରହ, ସେହି ପ୍ରେମ ପାଇବାର ଯୋଗ୍ୟ ଅଛୁ କି ନାହିଁ ଆମେ ଜାଣିନାହୁଁ। ମାତ୍ର ଆମେ ଗୋଟିଏ ଜିନିଷ ଜାଣିଛୁ ଯେ ଆମମାନଙ୍କୁ ତୁମେ ବିନା ମୂଲ୍ୟରେ ପ୍ରେମ କରିଅଛ। ଆମମାନଙ୍କୁ ମୁହଁକୁ ଯେପରିକି ଏବେ ସନ୍ତୋଷ କରିପାରିବୁ, ଏଥିପାଇଁ ଆମମାନଙ୍କୁ ବୁଦ୍ଧି ଜ୍ଞାନରେ ପରିପୂର୍ଣ୍ଣ କର। ଆଉ ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହଉଛି ତୁମେ ଗ୍ରହଣ କର। ଆମେନ୍।